ଶିକ୍ଷକ ବଦଳି ପାଇଁ ଖୋଲିଲା ପୋର୍ଟାଲ। ଶିକ୍ଷକ ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ। ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡ଼ିଶା ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଇଓଙ୍କୁ ଚିଠି ଜାରି କରାଯାଇଛି, ଯେଉଁଥିରେ ଜିଲ୍ଲା ଭିତରେ ପ୍ରାଥମିକ ଶିକ୍ଷକ ବଦଳି ପାଇଁ ଅନଲାଇନ ଆବେଦନ କରିବାକୁ କୁହାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତ ମେ 14ରେ ଜାରି କରିଥିବା ଚିଠି ସଂଖ୍ୟା 13,453 ବିଜ୍ଞପ୍ତି ଅନୁଯାୟୀ ବଦଳି କରାଯିବ। ଅନଲାଇନ ଶିକ୍ଷକ ବଦଳି ନେଇ ପୋର୍ଟାଲ ନଭେମ୍ବର 28ରୁ ଖୋଲିଥିବା ବେଳେ ଡିସେମ୍ବର 25 ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ତେଣୁ ଜିଲ୍ଲା ଭିତରେ ଅନ୍ୟ କୌଣସି ବିଦ୍ୟାଳୟକୁ ଯିବାକୁ ଚାହୁଁଥିବା ପ୍ରାଥମିକ ଶିକ୍ଷକ ଡିସେମ୍ବର 25 ପୂର୍ବରୁ ଅନଲାଇନ ଆବେଦନ କରିବାକୁ ପଡ଼ିବ। ଅନଲାଇନରେ ସମସ୍ତ ପ୍ରକ୍ରିୟା 2025 ଡିସେମ୍ବର 25 ସୁଦ୍ଧା ସାରିବାକୁ ଚିଠିରେ ଉଲ୍ଲେଖ ରହିଛି। ନିୟମ ଉଲ୍ଲଂଘନ କରି ବଦଳି କରାଯାଉଥିବା ଅଭିଯୋଗ କରିଥିଲେ ଆବେଦନକାରୀ। ଶୁଣାଣି କରି କହିଛନ୍ତି, ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଥିଲେ ଚଳିତ ଶିକ୍ଷାବର୍ଷ ପର୍ଯ୍ୟନ୍ତ ସେଠାରେ ରହିବେ ଶିକ୍ଷକ। ଆସନ୍ତା ଶିକ୍ଷାବର୍ଷ ଆରମ୍ଭର 7 ଦିନ ଭିତରେ ପୂର୍ବ ନିଯୁକ୍ତି ସ୍ଥାନକୁ ଫେରିବେ। ପରବର୍ତ୍ତୀ ଖବର ଉତ୍ତରରେ ଥଣ୍ଡା କୁହୁଡ଼ିର ଆତଙ୍କ ଥିବାବେଳେ ଦକ୍ଷିଣରେ ଘୂର୍ଣ୍ଣିଝଡ଼ ଟିଟାୱାର ତାଣ୍ଡବ। ଦେଶର ଅନେକ ଅଞ୍ଚଳର ପାଗ ଦୁଇ ଭାଗରେ ବିଭକ୍ତ ହୋଇଛି। କିଛି ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଛି, ଅନ୍ୟ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ସକାଳେ ଉତ୍ତର ଭାରତର ଅନେକ ଅଞ୍ଚଳରେ ଘନ କୁହୁଡ଼ି ରହିଥିଲା। ଅପରପକ୍ଷରେ ଘୂର୍ଣ୍ଣିଝଡ଼ ଟିଟୋଆ ଯୋଗୁଁ ଦକ୍ଷିଣ ଭାରତରେ ବର୍ଷା ବୃଦ୍ଧି ପାଇଛି। ଉତ୍ତର ଭାରତର ଅନେକ ଅଞ୍ଚଳରେ ପ୍ରବଳ ଥଣ୍ଡା ବଢ଼ିବା ଆରମ୍ଭ ହୋଇଛି। ସକାଳେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଛି, ଫଳରେ ଦୃଶ୍ୟମାନତା ପ୍ରଭାବିତ ହେଉଛି। ଏହି ରାଜ୍ୟଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା 6ରୁ 10 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଡିସେମ୍ବର ପୁଣି ଥରେ ଥଣ୍ଡା ବଢ଼ିବ ବୋଲି ଆଶା କରାଯାଇଛି। ତାପମାତ୍ରା 7 ଡିଗ୍ରୀ ତଳକୁ ଖସିପାରେ। ଏହି ସମୟ ମଧ୍ୟରେ ସର୍ବାଧିକ ଦିନର ତାପମାତ୍ରା ମଧ୍ୟ 20 ଡିଗ୍ରୀ ତଳକୁ ଖସିପାରେ ଏବଂ ସକାଳେ ଘନ କୁହୁଡ଼ି ହୋଇପାରେ। ଆଇଏମ୍ଡି ଏହା ମଧ୍ୟ ପୂର୍ବାନୁମାନ କରିଛି ଯେ ଆଗାମୀ 3 ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଭାରତରେ ରାତ୍ରିର ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇପାରେ। ପରବର୍ତ୍ତୀ ଖବର ବିଏଲଓ ସୁପରଭାଇଜରଙ୍କ ପାରିଶ୍ରମିକ ବଢ଼ିଲା। ନିର୍ବାଚନ କମିଶନ ବଥସ୍ତରୀୟ ଅଫିସରମାନଙ୍କ ପାରିଶ୍ରମିକ 6,000 ଟଙ୍କାରୁ 12,000 ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ବିଏଲଓ ସୁପରଭାଇଜରମାନଙ୍କ ପାରିଶ୍ରମିକ 12,000 ଟଙ୍କାରୁ 18,000 ଟଙ୍କାକୁ ବଢ଼ାଇ ଦିଆଯାଇଛି। ପ୍ରତି ନିର୍ବାଚନ ସହ ଜଡ଼ିତ ପୁରା ପ୍ରକ୍ରିୟା କାଳ ପାଇଁ ଏହି ବର୍ଦ୍ଧିତ ପାରିଶ୍ରମିକ ମିଳିବ। ନିର୍ବାଚନ ପଞ୍ଜୀକରଣ ଅଫିସର, ସରକାରୀ ନିର୍ବାଚନ ପଞ୍ଜୀକରଣ ଅଫିସର, ବିଏଲଓ ସୁପରଭାଇଜର ଏବଂ ବିଏଲଓମାନଙ୍କୁ ନେଇ ନିର୍ବାଚନ ଦଳ ଗଠିତ। ନିରପେକ୍ଷ ଏବଂ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ତେଣୁ ବିଏଲଓମାନଙ୍କ ପାରିଶ୍ରମିକ 2 ଗୁଣ କରିବା ସହ ବିଏଲଓ ସୁପରଭାଇଜରଙ୍କ ପାରିଶ୍ରମିକ ବଢ଼ିବାକୁ ପ୍ରତି ନିର୍ବାଚନ ସହ ଜଡ଼ିତ ପୁରା ପ୍ରକ୍ରିୟା କାଳ ପାଇଁ ଏହି ବର୍ଦ୍ଧିତ ପାରିଶ୍ରମିକ ମିଳିବ। ସରକାରୀ ନିର୍ବାଚନ ପଞ୍ଜୀକରଣ ଅଫିସର, ବିଏଲଓ ସୁପରଭାଇଜର ଏବଂ ବିଏଲଓମାନଙ୍କୁ ନେଇ ନିର୍ବାଚନ ଦଳ ଗଠିତ। ନିରପେକ୍ଷ ଏବଂ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ବିଏଲଓମାନଙ୍କ ପାରିଶ୍ରମିକ 2 ଗୁଣ କରିବା ସହ ବିଏଲଓ ସୁପରଭାଇଜରଙ୍କ ପାରିଶ୍ରମିକ ବଢ଼ାଇବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଖବର ଧାନ ମଣ୍ଡି ଖୋଲିଛି, ହେଲେ ଉଠୁନି ଧାନ। ବରଗଡ଼ ଜିଲ୍ଲାରେ ଧାନ କିଣାବିକା। ଖରିଫ ଋତୁ ପାଇଁ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭରୁ ଅଚଳ ବ୍ୟବସ୍ଥା। ଶାସନ ଓ ମିସାଲଙ୍କ ଏପର୍ଯ୍ୟନ୍ତ ହୋଇପାରିନାହିଁ ଚୁକ୍ତିନାମା। ଫଳରେ ଧାନ କିଣାବିକା ଦ୍ୱିତୀୟ ଦିନରେ ମଧ୍ୟ ଠପ୍ ହୋଇଛି। ଯାହାର ଧାନ ହୋଇସାରିଛି ତାହା ପାଖକୁ ଟୋକନ ଆସିନଥିବା ବେଳେ ଯାହାର ଧାନ ହୋଇନି ତାହା ପାଖକୁ ଟୋକନ ଆସିଛି। କେମିତି ଧାନ ବିକ୍ରି କରିବେ ସେ ନେଇ ଚିନ୍ତାରେ ଚାଷୀ କୂଳ ଥିବାବେଳେ ହଜାର ହଜାର ଧାନ ବସ୍ତା ମଣ୍ଡିରେ ପଡ଼ି ରହିଛି। କେତେବେଳେ ପ୍ରଶାସନ ଧାନ କିଣିବେ ଅପେକ୍ଷାରେ ରହିଛି ଚାଷୀ। ତେବେ ଚଳିତ ବର୍ଷ ଖରିଫ ଋତୁ ଧାନ ସଂଗ୍ରହରେ 1,61,727 ଜଣ ଚାଷୀ ପଞ୍ଜୀକରଣ ହୋଇଥିବା ବେଳେ ଅନ୍ୟପଟେ 5,000ରୁ ଅଧିକ ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ିଛନ୍ତି। ତେବେ ଚାଷୀଙ୍କୁ 28 ତାରିଖ ପୂର୍ବରୁ ପଞ୍ଜୀକରଣରେ ସାମିଲ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା, ହେଲେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ। ପରବର୍ତ୍ତୀ ଖବର ରାସନ ବଣ୍ଟାରେ ବର୍ଷକୁ ପାଣିରେ ପଡୁଥିଲା 210 କୋଟି। ଗରିବଙ୍କ ଚାଉଳରେ ଭାଗ ବସାଉଥିଲେ ଧନୀ ଲୋକ। ମନ୍ତ୍ରୀ କହିଛନ୍ତି, ମୃତ ସରକାରୀ ଚାକିରିଆ ଓ ଆୟଦାତା ମାନେ ଚାଉଳ ନେଉଥିଲେ। ମୋଟ 8,16,056 ଜଣ ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କଟିଛି। ସେଥିରୁ 75,030 ଜଣ ସରକାରୀ ଚାକିରିଆ ହୋଇଥିବା ବେଳେ ରାସନ କାର୍ଡ 45,496 ଜଣ ଆୟକର ଦେଉଥିବା ଲୋକଙ୍କର ରାସନ କାର୍ଡ କଟିଛି। ଆଉ ପାଦେ ଆଗକୁ ଯାଇ ମନ୍ତ୍ରୀ ଅଯୋଗ୍ୟ ହିତାଧିକାରୀ
ଚୟନ ଯୋଗୁଁ ରାଜକୋଷରୁ କେମିତି କୋଟି କୋଟି ଟଙ୍କାର ପରିମାଣରେ ରହିଛି ତାର ହିସାବ ଦେଇଛନ୍ତି। ରାଜକୋଷରୁ ବର୍ଷକୁ ଯାଉଥିଲା 210 କୋଟି ଟଙ୍କା। ପରବର୍ତ୍ତୀ ଖବର, ବାବୁଙ୍କ ସମ୍ପତ୍ତି ତାଲିକାକୁ ନେଇ କଠୋର ସରକାର। ସମ୍ପତ୍ତି ତାଲିକା ନ ଦେଲେ ହେବନି ପ୍ରମୋସନ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଜାରି ହୋଇଛି ଚିଠି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସବୁ ବିଭାଗକୁ ଚିଠି ଲେଖିଛନ୍ତି। ଜାନୁଆରୀ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଅନେକ ବାବୁ ଦେଇନାହାନ୍ତି ସମ୍ପତ୍ତି ତାଲିକା, ଯେଉଁଥିରେ ସରକାର ଏବେ କଠୋର ହୋଇଛନ୍ତି। ସବୁ ବିଭାଗର ମୁଖ୍ୟ ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗରେ ବାବୁଙ୍କର ସମ୍ପତ୍ତି କେତେ ତାହା HRMS ପୋର୍ଟାଲରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ଏଥିପାଇଁ ମେ 31କୁ ଡେଡଲାଇନ୍ ରଖାଯାଇଛି। ତେବେ ଏ ଡେଡଲାଇନ୍ ଦୀର୍ଘ 6 ମାସ ହେବ ବାବୁଙ୍କ ପାଇଁ ଘୁଞ୍ଚି ଚାଲିଛି। ସର୍ଭିସ ରୁଲ ଅନୁସାରେ ପ୍ରତ୍ୟେକ ବର୍ଷ ଉପରକୁ ତଳ ଯାଏ ସରକାରୀ ଅଧିକାରୀ ସମ୍ପତ୍ତି ତାଲିକାର ଦାଖଲ କରିବାର ନିୟମ ରହିଛି। ହେଲେ ସମ୍ପତ୍ତି ତାଲିକା ଦାଖଲ କରିବାକୁ ଅନେକ ବଡ଼ ବଡ଼ିଆ ଅମଙ୍ଗ। ପରବର୍ତ୍ତୀ ଖବର, 12 ରାଜ୍ୟରେ ଜାରି SIR ପ୍ରକ୍ରିୟାକୁ ନେଇ ବଡ଼ ନିଷ୍ପତ୍ତି। ବ୍ଲକଙ୍କୁ ମିଳିବ ଆଶ୍ୱସ୍ତି। ନିର୍ବାଚନ କମିଶନ 12ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ସମୟସୀମା ବୃଦ୍ଧି କରିଛନ୍ତି। କମିଶନ ତାଙ୍କର ପୂର୍ବ ନିର୍ଦ୍ଦେଶକୁ ବାତିଲ କରିଛନ୍ତି ଏବଂ ପ୍ରଶାସନ ଏବଂ ସଂଶୋଧନ ପ୍ରକ୍ରିୟାକୁ ପୁନଃ ନିର୍ଦ୍ଧାରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୋଟର ତାଲିକା ଅପଡେଟ୍ କରିବା ପାଇଁ ନାଗରିକମାନେ ଏବେ 7 ଦିନ ଅତିରିକ୍ତ ସମୟ ପାଇବେ। ଏହି ସମ୍ପ୍ରସାରଣ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପ୍ରଯୁଜ୍ୟ, ଯେଉଁଥିରେ SIR ପୂର୍ବରୁ ଚାଲିଛି। ଏଥିରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲକ୍ଷଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ। ନିର୍ବାଚନ କମିଶନଙ୍କ ଅନୁଯାୟୀ ଅଧିକ ସଠିକ, ଅଦ୍ୟତନ ଏବଂ ସୁବ୍ୟବସ୍ଥିତ ଭୋଟର ତାଲିକା ସୁନିଶ୍ଚିତ